କୁମାର ମହାପାତ୍ର ମୁଁ ଏଇ ପାଖ ଓଲ୍ଡ ଟାଉନ୍ର ଲିଙ୍ଗରାଜଙ୍କ ସେବକ। ମୋ ପେଶା ହେଲା ବ୍ୟବସାୟ। ଭାଇ କ'ଣ କହିବେ, ଦେଖିବା ରବି ଟକିଜ୍ ଯେଉଁ ସିନେମା ହଲ୍ ଥିଲା ସେଇଟା ବିଗତ ଦିନ ହେବ ବନ୍ଦ ହେଇଯାଇଛି। ଆଉ ସେଇଟା ତାଙ୍କର ଆଗରୁ ବହୁତ କ୍ରେଜ୍ ଥିଲା। ରବି ଟକିଜ୍ ହଲ୍ କହିଲେ ଟୋଟାଲ୍ କଳ୍ପନା କତୁ ଆରମ୍ଭ କରିକି ସବୁ ବୁଝାଏ, ଓଲ୍ଡ ଟାଉନ୍ ସବୁ ବୁଝାଏ। କେବେ ଖୋଲିବ? ହଁ, ନିଶ୍ଚିତ ଖୋଲିବ, ଖୋଲିବନି କାହିଁକି? ସରକାରଙ୍କର କିଛି ଯଦି ପ୍ରୋତ୍ସାହନ ମିଳେ ଖୋଲିବ। କାହିଁକି ନା ରବି ଟକିଜ୍ ସିନେମା ହଲ୍ 70 ବର୍ଷ ସିନେମା ହଲ୍ ଆମେ ବନ୍ଦ କରିବାର କାରଣ କୋଭିଡ଼ ଥିଲା। ଆଉ କୋଭିଡ଼ ପରେ ଯେତେବେଳେ ଆସିକି ହଲ୍ ଦେଖିଲୁ, ସେତେବେଳେ ହଲ୍ରେ ଆଉ କିଛି ଅବସ୍ଥା ଠିକ୍ ନଥିଲା। ଯେଉଁଠିକି ବହୁତ ଗୁଡ଼ିଏ ପଇସା ଖର୍ଚ୍ଚ କରିକିରି ଆମେ 65 ବର୍ଷର ସିନେମା ହଲ୍ଟାକୁ ରୂପାନ୍ତରିତ କରିକି ନୂଆ ସିନେମା ହଲ୍ ଭଳିଆ କରିଥିଲୁ। ଯେଉଁଠିକି ଡିଜିଟାଲ ସାଉଣ୍ଡ ଥିଲା, ଆଉ ସ୍କ୍ରିନ୍ ପୁଷ୍‌ବ୍ୟାକ୍ ସିଟ୍ ଥିଲା, ଆଉ ସିଲଭର ସ୍କ୍ରିନ୍ ଥିଲା। ସେଠି ଲୋକମାନେ ପୁଣି ରବି ଟକିଜ୍‌କୁ ଫେରିବା ଆସିଯାଇଥିଲା। ଠିକ୍ ସମୟରେ କୋଭିଡ଼ଟା ଆସିଲା। କୋଭିଡ଼ରେ ଆଉ ଜୀବନ ଜୀବିକା ବଞ୍ଚିବା ପାଇଁ ମୁଁ ଦେଖିଲି କୌଣସି ସରକାରଙ୍କର ନେତା ହୁଅନ୍ତୁ, କୌଣସି ଅଭିନେତା କୌଣସି ଆମକୁ ପଚାରିଲେନି କାହିଁକି ହଲ୍ ଅବସ୍ଥା, କାହିଁକି କେବେ ଖୋଲିବ, କ'ଣ ଖୋଲିବ। ନିଜେ ଟିକେ ହତାଶ ମନେ କଲୁ। ହତାଶ ମନେ କଲା ପରେ ଭାବିଲି ଯେ ଏଇଟାକୁ କ'ଣ କଲେ ସବୁ ଜିନିଷ କରିହେବ। ମାନେ ଏଠି ଦେଖନ୍ତୁ, ମୁଁ ଏଇଟାକୁ ମଣ୍ଡପ କରିଛି ସତ, କିନ୍ତୁ ମଣ୍ଡପରେ ପିଲାମାନେ ଆସିକିରି କଲେଜ ପିଲାମାନେ ଏନ୍ଜୟ କରୁଛନ୍ତି, ତାଙ୍କର ଆନୁଆଲ୍ ଫଙ୍କସନ୍ କରୁଛନ୍ତି, ନାଚ ଗୀତ କରୁଛନ୍ତି। ସେଟା ବହୁତ ଭଲ ବି ଲାଗୁଛି। ତାପରେ ଦେଖନ୍ତୁ, ଆଜି ଗୋଟେ ଜିନିଷ ଆମର ସେ ୟୁପି ବାଲା, ଆମର ମ୍ୟାଜିକ୍ ଶୋ ବାଲା ଆସି ପହଞ୍ଚିଲେ। ମୋତେ କହିଲେ, ଭାଇ ଆପଣଙ୍କର ହଲ୍ରେ ମ୍ୟାଜିକ୍ ଶୋ କରିବୁ, ଭଲରେ ଲୋକ ଟିକେ ଦେଖିବେ ଆଉ ସେ ବ୍ୟବସ୍ଥା କରିବେ। ଆମର ବହୁତ ଦିନର ହଲ୍, ଏଠି ପାଖାପାଖି ବହୁତ ଓଡ଼ିଆ ଲୋକ ଅଛନ୍ତି, ଛୋଟ ପିଲା ଯେଉଁମାନେ ଆସିକି ଏଠି ପ୍ରୋଗ୍ରାମ୍ ଦେଖିପାରିବେ। ଇଏ ଗୋଟେ ପ୍ରକାର ମୁଁ ଆରମ୍ଭ କରିଛି। ଭବିଷ୍ୟତରେ ଯଦି ପୁଣି ସୁବିଧା ମିଳେ ପୁଣି ସିନେମା ହଲ୍ ହେବ, ମଣ୍ଡପ ଚାଲିବ, ପିଲାମାନେ ବି କରିପାରିବେ। ସବୁ ପ୍ରକାର ଯେମିତି ଠିକ୍ଠାକ୍ ହେଉଥିଲା ଠିକ୍ ହେବ। ଦେଖିବା, ଯେତେବେଳେ ରବି ଟକିଜ୍ ଓଡ଼ିଆ ସିନେମା ଆସେ, ଓଡ଼ିଆ ସିନେମାକୁ ବେଶୀ ପ୍ରାଧାନ୍ୟ ଦିଏ ଆକ୍ଚୁଆଲି ରବି ଟକିଜ୍ ହଲ୍। ଓଡ଼ିଆ ଯେଉଁ ସଂସ୍କୃତି ମନ୍ତ୍ରୀ ଅଛନ୍ତି ତାଙ୍କୁ କ'ଣ ଦେଖାଯାଉନି ଓଡ଼ିଶାରେ ହଲ୍ ନାହିଁ? ନାଇଁ ଆଜ୍ଞା, ଓଡ଼ିଶା ତ 130 ହଲ୍ରୁ ବର୍ତ୍ତମାନ 60ଟା ହଲ୍ ହେଇଗଲାଣି। କାରଣ ଓଡ଼ିଆ ଭାଷାରେ GST ଲାଗିବା। ଓଡ଼ିଶା ଫିଲ୍ମରେ ଆଗରୁ GST ଏଣ୍ଟରଟେନମେଣ୍ଟ ଟ୍ୟାକ୍ସ ନଥିଲା। ଏବେ ଯେଉଁ GST ଲାଗୁ ହେଲା ପରେ ଓଡ଼ିଶାର ଫିଲ୍ମ ସବୁ ଦିନକୁ ଦିନ ବନ୍ଦ ହେବାକୁ ଲାଗିଲା। ଓଡ଼ିଆ ଓଡ଼ିଶା ଫିଲ୍ମରେ କମ୍ ପଇସା ରହେ। GST ଯଦି ତା ଦେହରୁ ସେମାନେ ନେଇଯିବେ ଆଉ କ'ଣ ପାଇବ ଆମେ? ତେଣୁକରି ବାଧ୍ୟ ହୋଇକରି ଆସ୍ତେ ଲୋକ ହେଲେନି। ଏବେ ବି ଯେଉଁ ନେଟଫ୍ଲିକ୍ସ ଲାଗିଗଲା, ଲୋକ ମୋବାଇଲରେ ଦେଖିଲେ ପିକ୍ଚର, ଆଉ ହଲ୍କୁ ଆସିବା କମିଗଲା। ସେଇ 2 ଦିନ 3 ଦିନ ବେପାର ହୁଏ। 2-3 ଦିନ ବେପାର କ'ଣ 15 ଦିନ ବେପାର କରିପାରିବୁ? ଆଉ ଗୋଟେ ହେଲା, ଆମର ଯେଉଁ ଡିଷ୍ଟ୍ରିବ୍ୟୁଟର ମାନେ ଅଛନ୍ତି, ସେ ଯେଉଁ ପୁରୁଣା ହଲ୍କୁ ବନ୍ଦ କରିବାକୁ ମନସ୍ଥ କରିଦେଇଛନ୍ତି। କାହିଁକିନା ଦେଖନ୍ତୁ, ସବୁ ସିନେପ୍ଲେକ୍ସରେ ଯେଉଁମାନେ ଆମର ଆଇନକ୍ସ ହେଇଗଲା, ସବୁ ହେଇଗଲା, ସେମାନେ ପକେଇବାକୁ ଆଉ ସୁଯୋଗ ଦେଲେନି। ଗୋଟେ ହିନ୍ଦୀ ଫିଲ୍ମ ମାଗିବୁ, ହିନ୍ଦୀ ଫିଲ୍ମ ମାଗିବାର କାରଣ ବର୍ଷକୁ 4ଟି ଓଡ଼ିଆ ଫିଲ୍ମ ହେବ। 4ଟି ଓଡ଼ିଆ ଫିଲ୍ମ ତ ଚାଲିବନି ନା। ତେଣୁ ମଝିରେ ଗୋଟେ ହିନ୍ଦୀ ଫିଲ୍ମ ପକେଇବାକୁ ଗଲେ ସେ 5 ଲକ୍ଷ MB ମାଗିବେ, ମିନିମମ୍ ଗ୍ୟାରେଣ୍ଟି ତୁମ ଫିଲ୍ମ ବେପାର ହେଉ ୟା ନ ହେଉ। ଆସ୍ତେ ମନ ଛାଡ଼ିଗଲା ଆଉ। ଦେଖିବା କେବେ ଆପଣଙ୍କର ହଲ୍ଟା ଯେଉଁଟାକି ବହୁତ କିଛି ଇନସିଡେଣ୍ଟ ଘଟିଥିଲା, ଏତେ ଲୋକ ହେଇଥିଲେ, କେଉଁ ସିନେମା, ଓଡ଼ିଆରେ ନା ହିନ୍ଦୀରେ, ଏମିତି ଆପଣଙ୍କର କ'ଣ ଅଛି ଅନୁଭୂତି ଯେଉଁଟାକି ପୁରା ଦଳା ଚକଡ଼ା ହେଇଥିଲା, ଯେମିତି ଏବେ ଯେଉଁ ସିନେମା? ହଁ, ଓଡ଼ିଆ ପିକ୍ଚର ତ ପୁରା ଯାହା ହୁଏ, ପ୍ରଥମ ଓଡ଼ିଆ ତ ରବି ଟକିଜ୍ ହାଉସଫୁଲ୍ ହୁଏ। କାହିଁକିନା ରବି ଟକିଜ୍ କେବଳ ରଜ ଆଉ ଦଶହରାରେ ଟିକଟ ମିଳିନଥାଏ। କାହିଁକିନା ସବୁ ଓଡ଼ିଆ ଲୋକଙ୍କର ଜାତ ଗୋଟେ ଦଶହରା, ରଜ। ସେଇଟାକୁ ସେ ଓଡ଼ିଆ ଫିଲ୍ମ ଦେଖିବାକୁ ମନୋନୀତ କରିଥାନ୍ତି, ବୁଲିବା ଓଡ଼ିଆ ଫିଲ୍ମଟେ ଦେଖିବା। ସେତିକିବେଳେ ଆମର ଗୋଟେ ଫିଲ୍ମ ମଝିରେ ଆସେ, ଜଗା ହାତେ ପଘା, ଅନୁଭବ, ବାବୁସାନ, ଏମାନଙ୍କର ଯେଉଁ ପିକ୍ଚର ଗୁଡ଼ା ପଡ଼ୁଥିଲା, ସେତେବେଳେ ଆମକୁ ପୁରା ଆଖି ଆଗରେ ଗୋଟେ ହସ ଆସୁଥିଲା।
ଆଉ ସେଇ ଅନୁଭବ ଆଉ ବାବୁସାନ କ'ଣ ଆଉ ସବୁବେଳେ ରହିବେ ଏବେ ଟିକେ ନିର୍ମାତା ଚେଞ୍ଜ ହେବା ଦରକାର ନିର୍ମାତା ବି କରିକି ଭଲ ଓଡ଼ିଆ ଫିଲ୍ମ ଆଣନ୍ତୁ ଯେତେବେଳେ ଭଲ ଓଡ଼ିଆ ଫିଲ୍ମ ମାର୍କେଟକୁ ଆସିବ ପୁଣି ରବି ଟକିଜ୍ ଆସିଯିବ। ଦେଖିବା ସବୁ ହଲ୍ ଠାରୁ ରବି ଟକିଜ୍ରେ ବି ବହୁତ କମ୍ ପ୍ରାଇସ୍ ଥାଏ ଆଉ ଭଲରେ ଲୋକ ଆସିକି ଶାନ୍ତିରେ ଫିଲ୍ମ ଦେଖିକି ଯାଆନ୍ତି। ହଁ ଆପଣ ଅଲଗା ସିନେମା ହଲ୍ ନାଇଁ ନାଇଁ ଆପଣ ଯେଉଁଟା କହିଲେ ପୁରା ସମ୍ପୂର୍ଣ୍ଣ ଠିକ୍ କଥା କହିଲେ। ଏଠି ଲେଡ଼ିଜ୍ ମାନେ ରାତିରେ ଆସି ଏକା ଓଡ଼ିଆ ଫିଲ୍ମ ଦେଖିକି ଯାଆନ୍ତି ତାଙ୍କ ପାଖରେ କୌଣସି ଗାର୍ଡ଼ିଆନ୍ କି ମୁରବୀ ନଥାନ୍ତି କାହିଁକିନା ଏଇଟା ଲୋକାଲ୍ ଏରିଆ ଏଠି ପୁରା ଦିନରେ ଆସି ବସି ରାତି 12ଟାରେ ଚାଲି ଚାଲି ଘରକୁ ଫେରନ୍ତି ଏଇଟା ମୁଁ ବହୁତ ଭଲ ଲାଗେ। ଆଉ ସେ ଜିନିଷ କମିଗଲା ଆଉ ଯେଉଁମାନେ ଯିବେ ଶ୍ରେୟା କେଶରୀ ସେପଟେ ବହୁତ କେବେ ପଇସା ପ୍ଲାନିଂ ରଖୁଛନ୍ତି ଏଇଟା ଖୋଲା ହେବା ପାଇଁ ରବି ଟକିଜ୍ ଯେହେତୁ ସମସ୍ତଙ୍କର ଆଶା ବିଶ୍ୱାସ ଅଛି ହଉ ଯେ ରବି ଆପଣମାନଙ୍କ ଟକିଜ୍ ଚାଲିଲେ ସବୁ ଆପଣ ଟିଭି ଚ୍ୟାନେଲ୍ ଭାଇମାନଙ୍କ ଆଶୀର୍ବାଦ ରହୁ ସରକାରଙ୍କୁ କୁହନ୍ତୁ ଆମକୁ କିଛି ସାହାଯ୍ୟ କରନ୍ତୁ ଆମେ ଭାବୁଛୁ ପୁଣି ଓଡ଼ିଶାର ଅସ୍ମିତା ଫେରିଆସିବ। ଧନ୍ୟବାଦ।